ଯାହା କରୁଛନ୍ତି। ତେଣୁ କଳାକାରଟାକୁ କଳାର ସମ୍ମାନ ଦବା ଦରକାର। କଳାକାର ଅର୍ଥ ନୁହେଁ ଯେ ନାଟକ। ଏଇ ଯୋଉ ତିନିଟା ଶବ୍ଦ ଆପଣମାନଙ୍କୁ ପୁଣି ଆଉ ଥରେ କହୁଛି, ଏଇଟା ଗତ ବର୍ଷ ଖଣ୍ଡଗିରିରେ କହିଥିଲି। ଏଇ ଯେତିକି କଳାକାର ଅଛନ୍ତି, ନାଟକ ତାର ଅର୍ଥ ଯଦି କେହି କହିଦେବେ, ମୁଁ 5,000 ଟଙ୍କା ପୁରସ୍କାର ଦେବି। ଜୟ ଜଗନ୍ନାଥ। ମୁଁ ମାନସ ପଣ୍ଡା। ଯାହା ଯାତ୍ରା କେଶରୀ ଆସିବାର ଅର୍ଥ ଏହା ଯେ ମୋର ବନ୍ଧୁ ରିଙ୍କୁ ବା ଆପଣମାନେ ଯାହା କହୁଛନ୍ତି ରାଜବୀର, ତାକୁ ଦେଖିବା ପାଇଁ ସେ ଆମର ପାଖାପାଖି 20 ବର୍ଷର ଘନିଷ୍ଠ ବନ୍ଧୁ। ଯେତେବେଳେ ମୁଁ ଓଡ଼ିଆ ଚଳଚ୍ଚିତ୍ର କରୁଥିଲି ଏବଂ ଆଲବମ୍ ଯେତେବେଳେ କରୁଥିଲି, ସେତେବେଳେ ଜଗତର ମୁଁ ଜଣେ ପ୍ରଯୋଜକ ଏବଂ ରିଙ୍କୁ ଯିଏକି ମୋ ବନ୍ଧୁ, ସେ ମୋ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲା, ଯାହାର କି ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପ୍ରସାଦ ପାଲ ଏବଂ ରିଙ୍କୁ ଥିଲା। ତେଣୁକରି ରିଙ୍କୁ ବାରମ୍ବାର ମତେ କୁହେ, ଆର ଗଲା ବର୍ଷ ବି ସେ ମତେ କହିଥିଲେ, ରଙ୍ଗମହଲ ଯେତେବେଳେ ଥିଲେ ସେତେବେଳେ ସେ କହିଥିଲେ ଭାଇ ଆଉ ଟିକେ ଆସିବେ ବୋଲି। ଆଜି ବି ମତେ ସେ ଫୋନ କରି କହିଥିଲେ ଆସିବେ ବୋଲି। ମୁଁ ଏତିକି ଗୋଟିଏ ଛୋଟିଆ କଥାଟେ କହୁଛି ଆପଣ ଗଣମାଧ୍ୟମ ଜରିଆରେ, ଏ ଯେତିକି ସବୁ କଳାକାର ଅଛନ୍ତି, କଳାକାର ଆଜି ଭାଇରାଲ ହଉଛନ୍ତି ଆପଣ ମାନଙ୍କ ଜରିଆରେ ବା ଆପଣ ମାନଙ୍କ ଦ୍ଵାରା। ଯିଏ କି ଆଗରୁ ଆଜ୍ଞା କଳାକାର ବହୁତ ଥିଲେ। ଆମେ ବି ଛୋଟବେଳେ ବହୁତ ଯାତ୍ରା ଦେଖୁଥିଲୁ, ଅପେରା ଦେଖୁଥିଲୁ। ଯୋଉଟା କି ମୁଁ କହୁଛି, ବିଗତ ଦିନରେ ବାଟ ଛାଡ଼ ଷଣ୍ଢ ଆସୁଛି ପାର୍ବତୀ ଗଣନାଟ୍ୟର, ଏବଂ ଜେଲ ଟାଇଗର, ଆଉ ଥିଲା ଦୀନବନ୍ଧୁ ମାଠିଆଙ୍କର ଜେଜେ ତମେ ମିଛ କହିଲ। ସେତେବେଳେ ନାଟକ ଦେଖୁଥିଲେ ଲୋକ, କିନ୍ତୁ ଏବେ ଲୋକ କେହି ନାଟକ ଦେଖୁନାହାନ୍ତି। କଣ ଏବେ ଖାଲି ଭାଇରାଲ ହେଲା ଆପଣ ମାନଙ୍କ ଦ୍ଵାରା। ଆପଣ ମାନେ ହେଲେ ଚତୁର୍ଥ ସ୍ତମ୍ଭ। ତେଣୁ ଆପଣ ମାନେ ଯାହାକୁ ଚାହୁଁଛନ୍ତି ତାକୁ ଭାଇରାଲ କରୁଛନ୍ତି, ଯାହାକୁ ଚାହୁଁଛନ୍ତି ତାକୁ ଫସେଇ ଦଉଛନ୍ତି। ଖରାପ ଭାଇବେ ନାହିଁ ଆଜ୍ଞା। ତେଣୁ ମୋ କହିବା କଥା, ଦୟାକରି ସେ ଭାଇରାଲ କାହାକୁ ନ କରି, ଶୁଣନ୍ତୁ, ଯାହାର କଳା ପ୍ରତି ଯାହାର ଅଛି, ମନୋବିଳାସ ଯାହାର ଅଛି, କଳା ପ୍ରତି ଆକୃଷ୍ଟ ଯାହାର ଅଛି, ତାକୁ ଭାଇରାଲ କରନ୍ତୁ। କିନ୍ତୁ ଯାହାର କଳା ପ୍ରତି ଆକୃଷ୍ଟ ନାହିଁ, ସେ ଆସିଲା ସେ ହଁ ରାଣୀ ପଣ୍ଡା ବି ଭଲ। ରାଣୀ ପଣ୍ଡା ଗତ ବର୍ଷ ମୁଁ ସେଇ କଥା କହିଥିଲି। ଯାଉ ସେ ଆଜି ମନ୍ଦିର ପୂଜା ଲୋକ ଜାଣିଥିବ ନା ବର୍ତ୍ତମାନ ତ ବେଶୀ ଭଲ ପାଆନ୍ତି। ନା ପୂଜକ ନାହିଁ। ବର୍ତ୍ତମାନ ଯେହେତୁ ବ୍ରାହ୍ମଣକୁ ବ୍ରାହ୍ମଣ ଭଲ ପାଇବାଟା ସେଟା ଠିକ କଥା, କିନ୍ତୁ ରାଣୀ ପଣ୍ଡାର ରାଣୀପଟା କୋଉଟା ଭଲ ଭାଷା ରାଣୀ ପଣ୍ଡାର ଭାଷା ଭଲ ନାହିଁ। ରାଣୀ ପଣ୍ଡାର ଯୋଉ କଥାବାର୍ତ୍ତା, ଯୋଉ ତାର ଯୋଉ ମାନେ ଗରିବ ଲୋକଙ୍କୁ ସାହାଯ୍ୟଟା, ଏଇଟା ଭଲ ଲାଗେ। କିନ୍ତୁ ରାଣୀ ପଣ୍ଡା ସାହାଯ୍ୟ କରେ, ଲୋକଙ୍କୁ ମିଡିଆ ଆଗେ ସାହାଯ୍ୟ କରେ। ମିଡିଆ ଆଗେ ଡାକିକି ସାହାଯ୍ୟ କରନ୍ତି। ନାଇଁ ପଛରେ ତ ସାହାଯ୍ୟ ଆପଣ ଜାଣନ୍ତି ସେ ସାହାଯ୍ୟ କରିବେ ବୋଲି। ଯେହେତୁ ଆମେ ଆପଣ ମାନଙ୍କ ଦ୍ଵାରା ଜାଣୁଛୁ, ଆପଣ ମାନେ ଚତୁର୍ଥ ସ୍ତମ୍ଭ, ଆପଣ ମାନଙ୍କ ଦ୍ଵାରା ହିଁ ଜାଣୁଛୁ। ରାଣୀ ପଣ୍ଡା ସାହାଯ୍ୟ କଲେ, ସାହାଯ୍ୟ କରେ। ମିଡିଆ କ୍ୟାମେରା ସାହାଯ୍ୟ କରିବାକୁ ପଡିବ ତାକୁ। କ୍ୟାମେରା ସାହାଯ୍ୟ କରିବାକୁ କ୍ୟାମେରା କଣ ସାହାଯ୍ୟ କଲା ଆପଣଙ୍କୁ? ସେଇ ଗୋଟେ କଥା ମୁଁ ପଚାରୁଛି ଆଜ୍ଞା, ଏଇ ଯୋଉ କଳାକାର ମାନେ, ଯୋଉମାନେ ସବୁ ବଡ ବଡ କଳାକାର ଅଛନ୍ତି, ଏମାନଙ୍କର ଯୋଉମାନେ ଯେତିକି କଳାକାର ଅଛନ୍ତି, ମୁଁ ଏଇ ସବୁ ପାଟର କଥା କହୁଛି, ସେ କଳାକାର ମାନଙ୍କର ଦରମା କେତେ? ତାଙ୍କ ଦରମା 10 ଲକ୍ଷ ଠୁ ଉର୍ଦ୍ଧ ବା 20-25 ଲକ୍ଷ, କୋଟିଏ ଟଙ୍କା ବି ହଉଛି। ତାପରେ ସେମାନେ କେମିତି ପୁଣି ୟୁଟ୍ୟୁବ କରୁଛନ୍ତି, ୟୁଟ୍ୟୁବରେ କେମିତି ପଇସା ନଉଛନ୍ତି? କେବେ ସେଇ କଳାକାର ମାନେ କୋଉ ଗରିବ ଲୋକଟାକୁ ସାହାଯ୍ୟ କରିଛନ୍ତି କି? ପ୍ରଥମ କଥା। ଦ୍ୱିତୀୟ କଥା ହଉଛି, ଯେତିକି ସବୁ କଳାକାର ଅଛନ୍ତି, କିଛି ବର୍ତ୍ତମାନ ଡାଇରେକ୍ଟର ଆଉ ରାଇଟର, ଲେଖକ ଆଉ ନିର୍ଦ୍ଦେଶକ ଭିକ ମଗା ସିନ୍ କରୁଛନ୍ତି। ଆଗରୁ କଣ ଆଜ୍ଞା ଭିକ ମଗା ସିନ୍ ନଥିଲା? ଆଗରୁ ଯୋଉ ନାଟକ ହଉଥିଲା, ଲୋକ ଭିକ ମଗା ଦେଖୁନଥିଲେ। ଭିକ ମଗା ସିନ୍ ଗୋଟେ ପାଇଯାଉଛନ୍ତି, ଭିକ ମାଗି ଦଉଛନ୍ତି, ସେଇ ପଇସାରେ ତାଙ୍କର ଯାହା କରୁଛନ୍ତି। ତେଣୁ କଳାକାରଟାକୁ କଳାର ସମ୍ମାନ ଦବା ଦରକାର। କଳାକାର ଅର୍ଥ ନୁହେଁ ଯେ ନାଟକ। ଏଇ ଯୋଉ ତିନିଟା ଶବ୍ଦ ଆପଣମାନଙ୍କୁ ପୁଣି ଆଉ ଥରେ କହୁଛି, ଏଇଟା ଗତ ବର୍ଷ ଖଣ୍ଡଗିରିରେ କହିଥିଲି। ଏଇ ଯେତିକି କଳାକାର ଅଛନ୍ତି, ନାଟକ ତାର ଅର୍ଥ ଯଦି କେହି କହିଦେବେ, ମୁଁ 5,000 ଟଙ୍କା ପୁରସ୍କାର ଦେବି ଆପଣ ମାନଙ୍କ ଜରିଆରେ ମୁଁ କହୁଛି। ଆଉ ଡ୍ରାମା କାହାକୁ କହନ୍ତି? DRAMA, ଡ୍ରାମା କାହାକୁ କହନ୍ତି? ଯଦି କହିଦେବେ, ପ୍ରକୃତରେ ଯିଏ କଳାକାର ହେଇଥିବେ, ସେ ତାହେଲେ କହିଦେବେ। ସବୁ ଓଡ଼ିଶାର ସବୁ ଜାଗାକୁ ଗଲି, ଦର୍ଶକ ମାନଙ୍କର ଯୋଉ ଯାତ୍ରା ପ୍ରତି ଯୋଉ ଚାହିଦା, ଫିଲ୍ମ ଆଉ ଯାତ୍ରା ଭିତରେ ଡିଫରେଣ୍ଟଟା ମୁଁ ରଖିଲି। ଯୋଉଠିକି ଆମେ ପ୍ରଥମେ ଯୋଉ ଫିଲ୍ମ କଲେ, ଆମେ ନିଜ ହାତରୁ ଖର୍ଚ୍ଚ କରି ପ୍ରମୋସନ୍ କରୁଛେ, ସେଇ ଜାଗାରେ ଯାତ୍ରାରେ ମାନେ 100-200 କିଲୋମିଟର ଆସିକି ଦର୍ଶକ ବନ୍ଧୁମାନେ ମାନେ ବ୍ଲାକ୍ କରିକି ଟିକେଟ୍ ଯାତ୍ରା ଦେଖୁଛନ୍ତି। ଏଇ ଜିନିଷ ବହୁତ ଜିନିଷ ଫ୍ୟାନ୍ସ ମାନଙ୍କର ବହୁତ ବି ମାନେ ପ୍ରତିଦିନ ଫୋନ୍ କଲେ
କାହିଁ ଆପଣ କାହିଁ ଛାଡ଼ିଲେ ଇଏ କଲେ ସେ କଲେ। ଯାଉ ସର୍ବ ଶେଷରେ ଯାଉ ଯୋଗଦାନ ଦେଲି ଯାତ୍ରା କେଶରୀରେ। ଫାଷ୍ଟ ଅଫ୍ ଅଲ୍ ମୁଁ ଧନ୍ୟବାଦ ଦେବି ଯାତ୍ରା କେଶରୀର ଓନର ଦିଲ୍ଲୀପ କୁମାର ସାଏ ସାର୍ ଏବଂ ସଚି ଭାଇ ଏବଂ ତିକି ଭାଇ। ଯାଉ ଆଙ୍କ ଏଇମାନଙ୍କ ପ୍ରୟାସରେ ଗୋଟେ ନୂଆ ଯାତ୍ରାପାଟି କରିବା ଏତେ ଛୋଟିଆ ଜିନିଷ ନୁହେଁ। ଯାତ୍ରାପାଟି ତ ସମସ୍ତେ କରିଦେବେ କିନ୍ତୁ ତାଙ୍କୁ ମେଣ୍ଟେନ୍ କରିବା ବହୁତ କଷ୍ଟସାଧ୍ୟ। ତ ଏମିତି କରିଛି ଆଉ। କ'ଣ ଅଛି କ୍ୟାରେକ୍ଟର ସେଥିରେ ଏଇଟା ଆକ୍ଚୁଆଲି ଗୋଟେ ଶିବା କହିକି ଗୋଟେ ଷ୍ଟୋରି ହବାର ଥିଲା, ସେଇଟା ଭାଗ୍ୟ ବର୍ଷ ହେଇପାରିଲାନି, ପବ୍ଲିସିଟି ହେଇଥିଲା, ସେ ଆର ବର୍ଷକୁ ହବ। ଏଇଟା ଚୌକିଦାର କହିଲେ ଗୋଟେ ମୁଁ ଏଥିରେ ଖଳନାୟକ ଭୂମିକାରେ ଆପଣମାନେ ପୁଣି ଦେଖିବାକୁ ପାଇବେ କୋଟି କୋଟି ଭଳିଆ। ଏଥିରେ ସବୁ ପ୍ରକାର ଆକ୍ଟିଂ ଏଥିରେ ମାନେ ରାଇଟର ଯିଏ ଲେଖିଛନ୍ତି ଆଉ ଶାରଦା ରଣା ସାର୍ ବହୁତ ଭଲ ଭାବେ ଆକୁ ଡିରେକ୍ସନ୍ ଦେଇଛନ୍ତି, ଯେଉଁଟାକି ସବୁ ପ୍ରକାର ଚରିତ୍ର ଏଥିରେ ଅଛି। ରୋମାଣ୍ଟିକ ଦେଖିବେ, ଇମୋସନକୁ ଛାଡ଼ିଦେଇ ଆଉ ସବୁ କମେଡି ଷ୍ଟାଇଲ, ଆଗ୍ରେସିଭ ଏଇସବୁ ଜିନିଷ ସବୁ ଦେଖିବେ। ପୁଣି ସେ ଜୀବନ୍ତ ଅଭିନୟ, ପୁଣି ସେ ଖଣ୍ଡିଆ କାମରା ପୁଣି ଥରେ ଆରମ୍ଭ ହବ କି କଟି କଟି ଡବଲ ସେ କଟି। ଜୀବନ୍ତ ଅଭିନୟ କଟି କରି ଡବଲ କଟି ଟୁଟେଇ Actually, ହେଇଥିଲା। ସେ ପୁଣି ଥରେ ମତେ ବେଶୀ ପରିଶ୍ରମ ପଡ଼ିଯିବ କଟି କଟି ଯେତେବେଳେ ଗଲାବେଳେ ମୋର ନିରେ ଇଞ୍ଜୁରି ହେଇଯାଇଥିଲା, ସେଗୁଡ଼ା କେବେ ବି ଭଲ ହେଇନି। ଏଥିରେ ଗୋଟେ ସିନ୍ ଅଛି ଯେଉଁଟାକି ଆମେ ଯାଇକି ସେ ସିନ୍ଟା ଦେଖିବାକୁ ପଡ଼ିବ ମାନେ ବସିକି, ତେଣୁକରି ସେଇଗୁଡ଼ା ବେଶୀ କଷ୍ଟ ହେଇଯିବ। ଦେଖାଯାଉ, ମୁଁ ତ ଚେଷ୍ଟା କରୁଛି ଯେ ଦର୍ଶକ ବନ୍ଧୁମାନଙ୍କୁ କେମିତି ମାନେ ମୋର କଳା ଭୂମିକାରେ ମୋର ଯେଉଁ ଅଭିନୟ କେମିତି ଭଲ କରିକି ଏଣ୍ଟରଟେନମେଣ୍ଟ କରିବା ପାଇଁ। ସେଇଟା ଆମେ ଯେତେବେଳେ ଅଭିନୟ କରୁଛୁ ଯଦି କ'ଣ ଭୁଲ ରହୁଛି ତ୍ରୁଟି ରହୁଛି ଦର୍ଶକ ବନ୍ଧୁମାନେ କହିଲେ ମୁଁ ଆହୁରି ଇନ୍ସପାୟାର ହେଇକି ତାକୁ ଯାତ୍ରା କଲା ବେଳେ ଯାତ୍ରା ପାର୍ଟି କାହିଁକି ଚେଞ୍ଜ କରନ୍ତି? ଦେଖନ୍ତୁ ବହୁତ ପ୍ରକାର ସମସ୍ୟା ଅଛି। ଫାଷ୍ଟ ଅଫ୍ ଅଲ୍ ଗୋଟେ କଳାକାର ଚେଞ୍ଜ କରେ ତାର ପର୍ସନାଲ ଡିମାଣ୍ଡ କିଛିଟା ଥାଏ ଯେଉଁଟାକି ଓନରମାନେ ଫୁଲଫିଲ୍ କରିପାରନ୍ତି, ନମ୍ବର ୱାନ୍। ନମ୍ବର ଟୁ ହେଲା ମନି, ଯେଉଁଟାକି ଧର ଏଠି 10 ଟଙ୍କା ମିଳୁଛି ଆଉ କିଏ କେଉଁ ଜାଗାରେ ଗଲେ 15 ଟଙ୍କା ମିଳିବ, ବେଶୀ 15 ଟଙ୍କା ଯେଉଁଠି ମିଳିବ ସେ କଳାକାର ସେଇଠି ଯାଇକି କାମ କରିବ। ଏସବୁ ବିଭିନ୍ନ ଯେତେବେଳେ ଗୋଟେ କଳାକାର ଏଗ୍ରିମେଣ୍ଟ କରିଦେଉଛି ସେ ବିକ୍ରି ହେଇଗଲା ଗୋଟେ ଯାତ୍ରାପାଟି ଓନର ପାଖରେ, ତାର ପ୍ରଥମ କର୍ତ୍ତବ୍ୟ ହେଲା ତାକୁ ଯେଉଁ ଚରିତ୍ର ଦିଆଯାଇଛି ସେ ଚରିତ୍ରଟାକୁ ଠିକ୍ ଭାବେ ମାନେ ଚିତ୍ରଣ କରିକି କେମିତି ଲୋକମାନଙ୍କୁ ଖୁସି କରିକି କେମିତି ଗୋଟେ ଓନର ଦୁଇ ପଇସା ପାଇବ, କେମିତି ଲାଭବାନ ହେବ ସେଇଟା ଉପରେ ଧ୍ୟାନ ଦେବା ଦରକାର। ମୁଁ ପ୍ରାୟ ଦେଖିଲିଣି ଗୋଟେ କଳାକାର ପଇସା ଏଗ୍ରିମେଣ୍ଟ କରିଦେଇକି ପଇସା ନେଇଗଲା ମାନେ ସିଏ ଭାବୁଛି କେମିତି ଗୋଟେ ବର୍ଷ ସରିଯିବ, ମୁଁ ଯାହା ଆକ୍ଟିଂ ଯାହା କରୁଛି କରେ କେମିତି ବର୍ଷଟା ସରିଯିବ, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଧ୍ୟାନ ଦେବା ଦରକାର କେମିତି ଗୋଟେ ମାଲିକ କେମିତି ବଞ୍ଚିବ, ମାଲିକ ବଞ୍ଚିବା ଆମେମାନେ ବଞ୍ଚିବା, ଟୋଟାଲ କେତେ ଗରିବ ଲୋକମାନେ ପିଲାମାନେ ଏଠି କାମ କରୁଛନ୍ତି ସମସ୍ତେ ବଞ୍ଚିବା ଦରକାର। ଭାଇ ଆଜିର ବହିର ଗୋଟେ ନାଟକରେ ଆପଣ ଅଭିନୟ କରୁଛନ୍ତି, ତ ଗୋଟେ ଡାଇଲଗ କହିପାରିବେ ସେ ବହିର? ଦେଖନ୍ତୁ ବହି ତ ଏବେ ଷ୍ଟାର୍ଟ ହେଉଛି, ନେକ୍ସଟ